ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଆପଣମାନେ ପ୍ରାୟତଃ ସବୁ ଡେଟ୍ ବଗେରା ଚେକ୍ କରିଦେଇଥିବେ। ସବୁ ଡେଟ୍ ଆପଣଙ୍କର ପବ୍ଲିଶ ହେଇଗଲା ବିନା ଆନ୍ସର୍ କିରେ। ଠିକ୍ ଅଛି, ମାର୍କ ଏତେ ଅପ୍ ଡାଉନ୍ ହେଇକି ଠିକ୍ ଅଛି, ଆଉ କିଛି କଥା ନାହିଁ। ଆପଣମାନେ ଖୁସି, ବହୁତ ହି ଭଲ। ତ ଦେଖନ୍ତୁ, ଏଇଥରର ଆଡ଼ମିସନ୍ ପ୍ରୋସେସ୍ ଟିକେ ଆପଣଙ୍କର ଚେଞ୍ଜ କରାହେଇଛି। ଯେମିତି ଆପଣ ଜାଣିଥିବେ, ପୂର୍ବରୁ କ'ଣ ହେଉଥିଲା ନା, ଆପଣଙ୍କର ଡେଟ୍ ପବ୍ଲିଶ ହେଉଥିଲା, ଆପଣଙ୍କୁ କଲେଜକୁ ଯିବା ପାଇଁ ପଡ଼ୁଥିଲା। ଡାଇରେକ୍ଟଲି ଇଣ୍ଟିମେସନ୍ ଲେଟର୍ ଆଗ ଆପଣ ଡାଉନଲୋଡ଼ିଂ କରିପାରୁଥିଲେ। ତ ଏ ବର୍ଷ ସେମିତି ନାହିଁ। ଆପଣଙ୍କର ସିଲେକ୍ସନ୍ ଲିଷ୍ଟରେ ନାଁ ଆସିଲା ମାନେ ଆପଣଙ୍କୁ ଅନଲାଇନ୍ରେ ପେମେଣ୍ଟ କରିବା ପାଇଁ ପଡ଼ିବ। ଯିଏ ପେମେଣ୍ଟ କଲା, ମାନେ ଯାହାର ନାଁ ଥିବ ପେମେଣ୍ଟ କଲା ଅନଲାଇନ୍ରେ, ତାପରେ ଇଣ୍ଟିମେସନ୍ ଲେଟର୍ ବାହାରିବ। ତାକୁ ନେଇକି ଆପଣ କଲେଜକୁ ଯିବେ, ଡକୁମେଣ୍ଟ ଭେରିଫିକେସନ୍ କରିକି ଆଡ଼ମିସନ୍ ଆପଣଙ୍କର ହେଇଯିବ। ଠିକ୍ ଅଛି, ତ ସବୁ ଜିନିଷ ମୁଁ ଆପଣଙ୍କୁ କହିଦେଉଛି, ଯେମିତି ଆପଣ ଚେକ୍ କରିଥିବେ। ତ ଫାଷ୍ଟ ସିଲେକ୍ସନ୍ ଲିଷ୍ଟ ଆପଣଙ୍କର ପବ୍ଲିଶ ହେବ 12 ତାରିଖ ଦିନ, ମାନେ ସୋମବାର ଦିନ ଆପଣଙ୍କର 2ଟା ବେଳେ ପବ୍ଲିଶ ହେବ। 2ଟା ତା ପୂର୍ବରୁ ବି ହେଇପାରେ କିମ୍ବା ଟିକେ ପରେ ବି ହେଇପାରେ। 12 ଅଗଷ୍ଟରେ ଆପଣଙ୍କର ପବ୍ଲିଶ ହେବ ଫାଷ୍ଟ ସିଲେକ୍ସନ୍ ଲିଷ୍ଟ। ଠିକ୍ ଅଛି, ଯାହାର ଆପଣମାନେ ଜମାରୁ ଟେନସନ୍ ନିଅନ୍ତୁନି, ଆପଣଙ୍କର ନାଁ ଥିବ, ଟିକେ ବରିଡ଼ ହୁଅନ୍ତୁନି ହେଲା। ସେଇଦିନ ଜଣାପଡ଼ିଯିବ ଆପଣଙ୍କର କ'ଣ ହେଲା କ'ଣ ନାହିଁ। ଠିକ୍ ଅଛି, ଆପଣ ଜାଣିଯିବେ। ଆଉ ତାପରେ ଯାହାର ବି ନାଁ ଥିବ, ମନେ ରଖନ୍ତୁ, ଆପଣ ଆଡ଼ମିସନ୍ କରିବା ପାଇଁ ବାଧ୍ୟ। ଯଦି ଆପଣ ଆଡ଼ମିସନ୍ ନ କଲେ ଦେନ୍ ଏଇ ବର୍ଷ ଆଉ ଆଡ଼ମିସନ୍ କରିପାରିବେ ନାହିଁ। ତେଣୁକରି ଯଦି ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି ଦେନ୍ ଆଡ଼ମିସନ୍ କରିଦେବେ। ଆପଣଙ୍କୁ ଅନଲାଇନ୍ ପେମେଣ୍ଟ 12 ଅଗଷ୍ଟରୁ 16 ଅଗଷ୍ଟ ମଧ୍ୟରେ ଅନଲାଇନ୍ ପେମେଣ୍ଟ କରିବା ପାଇଁ ପଡ଼ିବ। ଯେମିତି ଆପଣ ଅନଲାଇନ୍ ପେମେଣ୍ଟ କରିବେ, ଅନଲାଇନ୍ ପେମେଣ୍ଟ କଲା ପରେ ହିଁ ଆପଣଙ୍କର ଇଣ୍ଟିମେସନ୍ ଲେଟର୍ ପବ୍ଲିଶ ହେବ। ଅନଲାଇନ୍ ପେମେଣ୍ଟ କେଉଁମାନେ କରିବେ? ଯେଉଁମାନଙ୍କର ସିଲେକ୍ସନ୍ ହେଇଥିବ, ଯେଉଁମାନଙ୍କର ଲିଷ୍ଟରେ ନାଁ ଥିବ, କେଉଁ କଲେଜ ହେଲା କ'ଣ ହେଲା ଆପଣମାନେ ଚେକ୍ କରିପାରିବେ। ଆକର୍ଡ଼ିଙ୍ଗଲି ଆପଣ ପେମେଣ୍ଟ କରିବେ। ପେମେଣ୍ଟ ଯେମିତି କରିବେ, ଇଣ୍ଟିମେସନ୍ ଲେଟର୍ ଆପଣଙ୍କର ପବ୍ଲିଶ ବାହାରିଯିବ। ଆଉ 12 ଅଗଷ୍ଟରୁ 16 ଅଗଷ୍ଟ ମଧ୍ୟରେ ତାକୁ ଆପଣ ପେମେଣ୍ଟ କଲେ, ଆଉ 13 ଅଗଷ୍ଟରୁ 14 ଅଗଷ୍ଟ ନହେଲେ 16 ଅଗଷ୍ଟରୁ 17 ଅଗଷ୍ଟ ମଧ୍ୟରେ କଲେଜକୁ ଯାଇକି ଆପଣ ଡକୁମେଣ୍ଟ ସବମିଟ୍ କରିବେ। କଲେଜରେ ସବୁ ଡକୁମେଣ୍ଟ ଆପଣଙ୍କର ସେମାନେ ଅରିଜିନାଲ୍ ଖାଲି ଦେଖିବେ। 10th +2 +3 ତାପରେ ଆପଣଙ୍କର ଯେଉଁ କାଷ୍ଟ ରେସିଡେଣ୍ଟ ଯାହା ଇନକମ୍ ଅରିଜିନାଲ୍ ଖାଲି ଦେଖିବେ। କିନ୍ତୁ ଅରିଜିନାଲ୍ ସେମାନେ ଖାଲି ନେବେ କ'ଣ? କେବଳ CLC, ମାଇଗ୍ରେସନ୍ ନେବେନି। ମାଇଗ୍ରେସନ୍ ଆପଣ ଯେଉଁ ଜାଗାରେ ମାନେ ପୁରା ଆଡ଼ମିସନ୍ କମ୍ପ୍ଲିଟ୍ ହେଇଯିବ ସେଇଠି ଆପଣ ସବମିଟ୍ କରିବେ। ମାଇଗ୍ରେସନ୍ କମ୍ପଲସରି ନୁହେଁ, ଯଦି ଅଛି ଦେଇଦିଅନ୍ତୁ, ନହେଲେ ମାଇଗ୍ରେସନ୍ କମ୍ପଲସରି ନୁହେଁ। କିନ୍ତୁ CLC ଦେବା ପାଇଁ ପଡ଼ିବ। CLCଟା ଆପଣଙ୍କର ଅରିଜିନାଲ୍ ଦରକାର। ଧରାଯାଉ ଗୋଟେ ଛୁଆଟା କେଉଁଠି କ'ଣ PG କିମ୍ବା କ'ଣ ଗୋଟେ ପଢ଼ୁଥିଲା, ଏବେ ତା ପାଖରେ CLC ନଥିବ, ତା ପାଖରେ ଟ୍ରାନ୍ସଫର୍ ସାର୍ଟିଫିକେଟ୍ ଥିବ, ତାକୁ ନେଇକି ଗଲେ ବି ହେବ। ଆଉ ଧରାଯାଉ ଆପଣ CLC ବି ଆପଣଙ୍କ ପାଖରେ ନାହିଁ, ତ ଆପଣ ଗୋଟେ ଅଣ୍ଡରଟେକିଂ ଦେଇକି ଆଡ଼ମିସନ୍ କରିପାରିବେ। କିନ୍ତୁ 15 ଦିନ ମଧ୍ୟରେ ଆପଣଙ୍କୁ ଅରିଜିନାଲ୍ CLC ସବମିଟ୍ କରିବା ପାଇଁ ପଡ଼ିବ। କାହିଁକିନା CLC ଏଇଥିପାଇଁ ଅରିଜିନାଲ୍ ଦରକାର, ଗୋଟେ ଛୁଆଟା ଗୋଟେ ଟାଇମ୍ରେ 2ଟା ଯେମିତି ରେଗୁଲାର କୋର୍ସ ନ କରୁ, ସେଇଥିପାଇଁ CLC ଅରିଜିନାଲ୍ ନିଅନ୍ତି ହେଲା। ତ ଫାଷ୍ଟ ସିଲେକ୍ସନ୍ ଆପଣଙ୍କର ସରିଯିବ, ଦେନ୍ ସେକେଣ୍ଡ ସିଲେକ୍ସନ୍। ଆଉ ଆପଣମାନେ ଚାହିଁଲେ ସ୍ଲାଇଡ୍ ଅପ୍ ମଧ୍ୟ କରିପାରିବେ। ସ୍ଲାଇଡ୍ ଅପ୍ କହିଲେ କ'ଣ? ଧରାଯାଉ ଆପଣ 24ଟା କି 30ଟା କଲେଜ ଦେଇଛନ୍ତି, ଏବେ 12 ନମ୍ବର କଲେଜରେ ଆପଣଙ୍କର ସିଲେକ୍ସନ୍ ହେଲା, ତ ଆପଣ ଚାହିଁଲେ ଉପର ଆଡ଼କୁ, ଉପରେ ଯେଉଁ 11ଟା କଲେଜ ରହିଲା ଉପର ଆଡ଼କୁ ଯାଇପାରିବେ। ଆପଣ ତଳପଟେ କଲେଜକୁ ଯାଇପାରିବେ ନାହିଁ। ଠିକ୍ ଅଛି, ଆଉ ଉପର ପଟେ ଯେଉଁ କଲେଜରେ ବି ଆପଣଙ୍କର ଧରାଯାଉ ଆସିଲା, ସେଇଠି ଆପଣ ଆଡ଼ମିସନ୍ କରିବା ପାଇଁ ବାଧ୍ୟ। ଠିକ୍ ଅଛି, ସେଇଟା ହେଉଛି ସ୍ଲାଇଡ୍ ଅପ୍ର ରୁଲ୍। ବୁଝିଗଲେ? ତ ଆଗରୁ ଯେମିତି ଆପଣ କେସ୍ ବଗେରା ଧରିକି ଆପଣଙ୍କୁ ଯିବା ପାଇଁ ପଡ଼ୁଥିଲା, ଏଥର ସେମିତି ହେବନି। ଆପଣଙ୍କୁ ଅନଲାଇନ୍ରେ ସବୁ ପେମେଣ୍ଟ କରିବା ପାଇଁ ପଡ଼ିବ। ଅନଲାଇନ୍ରେ ପେମେଣ୍ଟ କଲେ ହିଁ ଆପଣଙ୍କର ଇଣ୍ଟିମେସନ୍ ଲେଟର୍ ବାହାରିବ, ଆଉ ଇଣ୍ଟିମେସନ୍ ଲେଟର୍ ଧରିକି ଆପଣ କଲେଜକୁ ଯିବେ ଆଡ଼ମିସନ୍ କରିବା ପାଇଁ। ଠିକ୍ ଅଛି, ତାପରେ ସେକେଣ୍ଡ ସିଲେକ୍ସନ୍ ଆପଣଙ୍କର ବାହାରିଯିବ 24 ଅଗଷ୍ଟରେ ଆପଣଙ୍କର ବାହାରିବ। ତାପରେ ଆପଣଙ୍କର ସେମିତି ସେମ୍ ପ୍ରୋସେସ୍ ଚାଲିବ। ତାପରେ ଥାର୍ଡ଼ ସିଲେକ୍ସନ୍ ଆପଣଙ୍କର ବାହାରିବ 5 ସେପ୍ଟେମ୍ବରରେ। ଫୋର୍ଥ ସିଲେକ୍ସନ୍ ଆପଣଙ୍କର ବାହାରିବ 17 ସେପ୍ଟେମ୍ବରରେ। ତାପରେ ବି ଯଦି ପିଲାମାନେ ଆଡ଼ମିସନ୍ ନ କରନ୍ତି, ଦେନ୍ ଆପଣଙ୍କର ଏଇ ଯେଉଁ
स्पोर्ट्स सिलेक्शन आपणकर बाहर 25 सेप्टेम्बर स्पोर्ट्स सिलेक्शन गोटे सीट पाई 50टा पिलांको सामने डाकिबे ठीक अच्छे है। तो यह आपणकर डिटेल जिनस जहाँकि मुझे कहली है। आउ धरा जो आपण धरा जो कौन सी गोटे कॉलेज रे एडमिशन आपण करिसंती एबे एडमिशन कैंसिल करने आप चाहिए तो करें तापाई 500 टंका आपणकर कटिकी बाकी सबू टंका आपन को रिफंड से करदे ठीक अच्छे है। यहाँ हूँ रूल आउ बाकी आपणकर सेमती किसी रूल ना आउ सब जिन तो मुझे कहली आपण को आग पेमेंट आपणकर लिस्ट बाहरी 12 तारिख दिन दिन 2टा बेल को बाहरी आपणकर लिस्ट फास्ट सिलेक्शन जदि आपणकर ना अच्छी आपण ऑनलाइन रे लॉगिन करके पेमेंट करदे मु आपन को वीडियो मध्य बनईदेवी है। आपण ऑनलाइन लॉगिन करके पेमेंट कला परे इंटीमेशन लेटर बाहर ताकू नहीं कि आपण कॉलेज को जी आ कॉलेज रे सब डॉक्यूमेंट वगैरह आपण सबमिट करेंगे। ओरिजिनल कॉलेज रे किछि नेबेनी केवल CLC टा को नेबे बाकी सब जेरॉक्स आपण नहीं कि जीवे आ एडमिशन करदे ठीक अच्छे है। यह आपणकर जिनस बहुत जल्दी माने एत जल्दी आपणकर कामटा कर दउछंती बहुत सुंदर किंतु सबू जिनस गोटे ट्रांसपेरेन्सी रखिले भल जदि तुम्हें एत जल्दी जल्दी काम गुड़ा कर दौछ बहुत भल करुछ ना किंतु से अनुसार जदि एनसर कीटा को भी परीक्षा सरला परे सांगे सांग पब्लिश कर दे थांतो ता सहित पिला मानकु ऑब्जेक्शन करिया पई भी गोटे दिन 2 दिन टाइम दे थांतो पिला माने तांकर ऑब्जेक्शन भी करते पिला माने भी खुश आपण माने भी खुश किंतु से माने ट्रांसपेरेन्सी रखिया पई चाहू नांती माने पिला मानक मन रे ऑटोमेटिकली संदेह होबो कौन होची कौन नहीं कौन आ कहबा आपण माने भी खुश ठीक अच्छे माने साम्स वाला को आपण कॉल करिकी माने पूरा बेदम कर देवा कथा ठीक अच्छे ना सब डेट वगैरह मन रखले 12 तारिख फास्ट सिलेक्शन लिस्ट दिन 2टा बेले देन 24 तारिख आपणकर दिन 2टा बेले सेकेंड सिलेक्शन लिस्ट देन थर्ड सिलेक्शन लिस्ट आपणकर पब्लिश हम 5 सेप्टेम्बर फोर्थ सिलेक्शन लिस्ट आपणकर पब्लिश हम आपणकर ये जो 17 सेप्टेम्बर आउ 25 सेप्टेम्बर दिन आपणकर वेटिंग लिस्ट आपणकर पब्लिश हम आमर 2025 पाई क्लास 17 अगस्ट पर आम स्टार्ट करवा ठीक अच्छे। थैंक यू जय जगन्नाथ धन्यवाद थैंक यू आउ गोटे नुआ नोटिस आसर रिएडमिशन वगैरह भी सब ऑनलाइन मोड रे हम रिएडमिशन पूर्वर कॉलेज रे आपन को ऑफलाइन करने पड़ूला एवं ऑनलाइन मोड रे आपणकर हम किसी पिला भावुवे सार मोर प्राइवेट रे हम ना एतकी मार्क रखी वगैरह वगैरह वेट करंतु एत दिन वेट कले काली दिनटा तो संडे दिनटा गला पर मंडे दिन तो सब बाहरी जीव ठीक है आपण मैंने सीटी एप्लाई कर दिंतु सीटी एप्लाई करना सीटी एप्लाई कर दिंतु ठीक अच्छे। थैंक यू जय जगन्नाथ धन्यवाद।